ପୁରୀ ରଥଯାତ୍ରାରେ ଚାଲିଗଲା ଜୀବନ। ଆଗେ ଆଗେ ତାଳଧ୍ୱଜ ରଥ, ମଝିରେ ମା ସୁଭଦ୍ରା ଦର୍ପଦଳନ ରଥ, ଆଉ ସଭା ପଛରେ ନନ୍ଦିଘୋଷ ରଥ। ନନ୍ଦିଘୋଷ ରଥ ଅଟକି ଯାଇଛି, ଆଉ ଭକ୍ତର ଜୀବନ ମଧ୍ୟ ଚାଲିଯାଇଛି। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ, ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଘର ତାଙ୍କର ପୁରୀ ଜିଲ୍ଲାର ଚନ୍ଦନପୁରରେ, ଆଉ ରୁହନ୍ତି ସେ ଉତ୍ତରପ୍ରଦେଶରେ। ସ୍ୱାମୀ ସ୍ତ୍ରୀ ପୁଅଟିଏ, ଆଉ ଘରେ ତାଙ୍କର ଚନ୍ଦନପୁରରେ ବାପା ମା ରୁହନ୍ତି। ଏପଟେ ସ୍ୱାମୀ ସ୍ତ୍ରୀ କାମ କରନ୍ତି। ରଥଯାତ୍ରା ସମୟ ପାଖେଇ ଆସିଲାଣି। ସ୍ୱାମୀ କହିଲେ, ବହୁତ ଦିନ ହେଲା ଘରକୁ ଯାଇନେ, ପାଖାପାଖି 2 ବର୍ଷ ହୋଇଗଲା। ଆଉ ଆର ବର୍ଷକୁ ରଥଯାତ୍ରା ମଧ୍ୟ ଆମେ ଦେଖିନଥିଲେ, ଏ ବର୍ଷ ଦେଖିବା। ହଉ, ବାହାରିବା 2 ଦିନ ପରେ। ସେହି ସମୟରେ ବାହାରିଲେ ଟ୍ରେନରେ ଏବଂ ଘରେ ଆସି ପହଞ୍ଚିଲେ। ସ୍ୱାମୀ ସ୍ତ୍ରୀ ପୁଅକୁ ଦେଖି ବାପା ମା ବହୁତ ଖୁସି ହେଇଗଲେ ଏବଂ ନାତିଟିକୁ ଦେଖି ଜେଜେ ଜେଜେମା ବହୁତ କୁଣ୍ଢେମୋଟ ହୋଇଗଲେ। ଆଉ ଏପଟେ ତାଙ୍କ ପୁଅ କହିଲେ, ବାପା, ବହୁତ ଦିନ ହେଲାଣି ଜଗାକୁ ଦେଖିନି, ଆଉ ଜଗା ଦର୍ଶନ ସହିତ ରଥ ମଧ୍ୟ ଟାଣିବୁ। ତେଣୁକରି ଆମେ ସମସ୍ତେ ଆସିଛୁ ରଥଯାତ୍ରା ଦେଖିବା ପାଇଁ। ତମର ତ ବୟସ ହେଲାଣି, ତମେ ତ ଚାଲି ବୁଲି ପାରୁନ, ଆଉ ବୋଉ ମଧ୍ୟ ସେମିତି, ଏତେ ଗହଳିରେ ଯିବ ବା କେମିତି? ହଉ, ତମେ ଏଠି ରୁହ କହି ନିଜେ ବାହାରିଗଲେ। ସ୍ତ୍ରୀ ଏବଂ ପୁଅ ବାପା ମା ଘରେ ରହିଥାନ୍ତି। ରଥଯାତ୍ରା ଦିନ ବାହାରି ଗଲେ ଜଗାକୁ ଦର୍ଶନ କରିବା ପାଇଁ। ଆଉ ବସ୍ ଯୋଗେ ପହଞ୍ଚିଗଲେ ବଡ଼ ଦାଣ୍ଡରେ। ଖୁସିରେ ଭାବ ବିହ୍ୱଳ ହୋଇଗଲେ। ହେ ପ୍ରଭୁ, ହେ ଜଗନ୍ନାଥ, ଏମିତି କହୁଥାନ୍ତି। ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କୁ ଦେଖିକି ଆଶ୍ଚର୍ଯ୍ୟ, ଏତେ ସଂଖ୍ୟାର ଲୋକ ରଥଯାତ୍ରାରେ, ଆଉ କ'ଣ ବା କରିବେ? ସେପଟେ ରଥ ଟାଣିବା ପାଇଁ ଲୋକ ପାଟିତୁଣ୍ଡ କରୁଥାନ୍ତି, ଆଉ ଏପଟେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥାନ୍ତି ବହୁତ ଲୋକ। କାହିଁକି ନା ବର୍ଷକୁ ଥରେ ଜଗାର ରଥ ଟାଣିବୁ। ସ୍ୱାମୀ ଜଣକ ମଧ୍ୟ ହେଇଗଲେ ଖୁସି, କାହିଁକି ନା ମୁଁ ମଧ୍ୟ ଆଜି ଟାଣିବି। ଆଉ ସେପଟେ ସ୍ତ୍ରୀଙ୍କ ମନକୁ ପାପ ଛୁଉଁଥାଏ। ଗଲେ ଯେ କିଛି କହିଲେ ନାହିଁ, ବାପାଙ୍କୁ କହିଦେଇ ପଳେଇଲେ, ଆଉ ମୋତେ କିଛି କଥା କହିଲେନି। ମୋତେ କାହିଁ କେମିତି କେମିତି ଲାଗୁଛି। ଆଉ ଏପଟେ ପୁଅଟି ମଧ୍ୟ ଅପେକ୍ଷା କରୁଛି ବାପାକୁ। ବାପା ସହିତ କ'ଣ ହେଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ନନ୍ଦିଘୋଷ ରଥ ଚାଲୁଥାଏ, ତାଳଧ୍ୱଜ ଆଗରେ, ମଝିରେ ଦର୍ପଦଳନ, ପଛରେ ନନ୍ଦିଘୋଷ। ମଝିରେ ମଝିରେ ଅଟକି ଯାଉଥାନ୍ତି ନନ୍ଦିଘୋଷ ରଥ। ଆଉ ଭକ୍ତମାନେ ହୁଳହୁଳି ଏବଂ ଜୟ ଜଗନ୍ନାଥ କହି ରଥକୁ ଟାଣି ନେଉଥାନ୍ତି। ମଝିରେ ମଝିରେ ପୁଣି ଅଟକି ଯାଉଥାଏ। ଆଉ ଏଇଠି କିଛି ଘଟଣା ଘଟିଲା। ତାଳଧ୍ୱଜ ରଥ ଟାଣିବା ପାଇଁ ଭକ୍ତଙ୍କର ଭାବ ବିହ୍ୱଳ। ଆଉ ତାଳଧ୍ୱଜ ରଥ ଗଡ଼ୁଥାଏ, ଦର୍ପଦଳନ ରଥ ମଧ୍ୟ ଗଡ଼ୁଥାଏ। ନନ୍ଦିଘୋଷ ରଥ ଯେତେବେଳେ ଅଟକି ଯାଉଥାଏ, ଭକ୍ତମାନେ ହୁଳହୁଳି ଏବଂ ଜୟ ଜଗନ୍ନାଥ କହି ଚିଲେଇକି ଟାଣୁଥାନ୍ତି। ଆଉ ଠିକ୍ ସେହି ସମୟରେ ଭିଡ଼ ନିୟନ୍ତ୍ରଣ ବାହାରେ ଯେତେବେଳେ ହେଲା, 40 ଜଣ ଲୋକ ହଠାତ୍ ତଳେ ପଡ଼ିଗଲେ। 40 ଜଣ ଲୋକ ତଳେ ପଡ଼ିଲା ବେଳେ ଦଳା ଚକଟା ହୋଇଗଲେ ରଥ ମଧ୍ୟ ଗଡ଼ି ଗଡ଼ି ଆସୁଥାଏ। କ'ଣ କରିବେ କିଛି ଜାଣିପାରୁନଥାନ୍ତି। ଆଉ ହଠାତ୍ ଲିପୁ ଜଣକ ମଧ୍ୟ ତଳେ ପଡ଼ିଗଲେ। କ'ଣ କରିବେ କିଛି ଜାଣିପାରୁନଥାନ୍ତି। ଏତେ ଲୋକ ଦଳା ଚକଟା, ନିଜ ଗୋଡ଼ ଉପରେ ମଧ୍ୟ ଲୋକ ଚଢ଼ିକି ପଳାଉଥାନ୍ତି। ଶେଷରେ ଲିପୁ କ'ଣ କରିବେ କିଛି ଜାଣିପାରିଲେ ନାହିଁ। ଆଉ ଏପଟେ ପୋଲିସ ଆସି ଜଣକୁ ଜଣକୁ ଉଠାଉଥାଏ ଏବଂ ପାଖାପାଖି ସମସ୍ତଙ୍କୁ ମେଡ଼ିକାଲକୁ ନେଇଯାଉଥାଏ। ଆଉ ଏପଟେ ଲିପୁ ଅପେକ୍ଷା କରିଥାନ୍ତି, ତାଙ୍କୁ ମଧ୍ୟ କିଏ ଉଠେଇବ। ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ, ହେ ପ୍ରଭୁ ଜଗନ୍ନାଥ, ମୋ ଉପରେ ଲୋକ ନ ଚଢ଼ି ଯାଆନ୍ତୁ, ଏମିତି କହି କାନ୍ଦି ପକାଉଥାନ୍ତି। ଆଉ ଜଣେ ଅଜଣା ଲୋକ ଲିପୁଙ୍କୁ ଉଠେଇ ଦେଲେ। ଆଉ ଠିକ୍ ସେହି ସମୟରେ ପଛକୁ ବୁଲି ଦେଖନ୍ତି ତ କେହି ନାହାନ୍ତି। ଆଉ ରଥ ଏତେ ଭିଡ଼ ଯେ ସିଏ ସାଇଟ୍କି ପଳେଇ ଆସିଲେ। ରଥଯାତ୍ରାରେ ଏତେ ପୋଲିସ ଯେ ଦେଖିକି ଲିପୁ ଆଶ୍ଚର୍ଯ୍ୟ, କାହିଁକି ନା 40 ଜଣ ଲୋକଙ୍କୁ ନେଇ ମେଡ଼ିକାଲକୁ ଗଲେ ସମସ୍ତେ ପୋଲିସ ଜଣକ। ଆଉ ଏପଟେ ଲୋକଙ୍କ ଭିଡ଼ ମଧ୍ୟ ଅସମ୍ଭାଳ। କିଛି ଲୋକ ରଥ ଟାଣିବା ପାଇଁ ବ୍ୟସ୍ତ ହୋଇପଡ଼ୁଥାନ୍ତି ଏବଂ କିଛି ମାନୁନଥାନ୍ତି। ଆଉ ଏପଟେ ଲିପୁ ଦେଖୁଥାନ୍ତି, ଅପେକ୍ଷା କରିଥାନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ମୁଁ ଟିକେ ଦର୍ଶନ କରିବି। ଏତେ ଭିଡ଼ ଭିତରେ
ଜଗାକୁ ତ ଦର୍ଶନ ପାଇଲେନି, କିନ୍ତୁ ରଥ ଭିଡ଼ିବା ପାଇଁ ଗଲାବେଳକୁ ଶେଷରେ ପଡ଼ିଗଲି ମଧ୍ୟ। ହେ ପ୍ରଭୁ, ତତେ ମୁଁ ଏତିକି ଡାକୁଛି, ତୋର ରଥ ମୁଁ ଆଜି ଟାଣିବି ଏବଂ ଥରେ ମୋତେ ଦର୍ଶନ ଦେ ପ୍ରଭୁ, ଏମିତି କହିଛନ୍ତି। ଶେଷରେ ପୁଣି ଠେଲାପେଲା ହେଲା। ରଥ ଦଉଡ଼ିକୁ ଧରିବା ପାଇଁ ବାହାରିଛନ୍ତି ଲିପୁ। ରଥ ମଧ୍ୟ ଭିଡ଼ୁଥାନ୍ତି। ଆଉ ସେଇ ସମୟରେ ଏତେ ଜୋରେ ଛିଟକିକି ଲୋକ ପଡ଼ିଲେ ଯେ ପୋଲିସ ମାନେ ମଧ୍ୟ ନିୟନ୍ତ୍ରଣ କରିପାରିଲେ ନାହିଁ। ଶେଷରେ ମେଡ଼ିକାଲକୁ ନେଲେ କିଛି ଲୋକଙ୍କୁ, ଆଉ ତାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଲିପୁ ମଧ୍ୟ ମେଡ଼ିକାଲରେ ପଡ଼ିଥାଏ। ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତମେ ହିଁ ସାହା ଭରସା। ପ୍ରଭୁ, ଥରେ ମୋତେ ଉଠେଇଥିଲ, ଏବେ ଦ୍ୱିତୀୟ ଥର ପାଇଁ ମୁଁ କ'ଣ କରିବି ମୁଁ କିଛି ଜାଣିପାରୁନଥାଏ। ନିଶ୍ୱାସ ନେବା ପାଇଁ କଷ୍ଟ ହେଉଥାଏ ଲିପୁଙ୍କୁ। ଖାଲି ଜଗନ୍ନାଥଙ୍କୁ ଡାକିଲେ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତୁ ମୋତେ ରକ୍ଷା କର ପ୍ରଭୁ, ରକ୍ଷା କର, ଏମିତି କହୁଥାନ୍ତି। ସେହି ସମୟରେ ଅଚେତ ହୋଇ ପଡ଼ିଗଲେ। ଆଉ ଏପଟେ ସନ୍ଧ୍ୟା 8ଟା ହେଲାଣି। ଘର ଲୋକ ବ୍ୟସ୍ତ ହେଲେଣି, ଏତେ ସମୟ ହେଲାଣି ଆସିନି କାହିଁକି ନା ସିଏ ଗଲାଣି ସକାଳ 10ଟାରୁ। ରଥ ଟାଣିକି ଆସିବା ପାଇଁ ତାକୁ ସନ୍ଧ୍ୟା 6ଟା ହୋଇଥାନ୍ତା। ଠିକ୍ ଅଛି, କିଛି କଥା ନାହିଁ, ଅପେକ୍ଷା କରିବା, ବାପା ଜଣକ କହୁଥାନ୍ତି। ଆଉ ଏପଟେ ସ୍ତ୍ରୀ ଜଣକ ଆଉ ଖାଇ ନଥାନ୍ତି। ସିଏ ଆସିଲେ ମିଶି ଖାଇବେ ବୋଲି ଅପେକ୍ଷା କରିଥାନ୍ତି। ଆଉ ଏପଟେ ସ୍ୱାମୀ ଜଣକ ଚେତା ବୁଡ଼େଇ ପଡ଼ିଛନ୍ତି ହସ୍ପିଟାଲରେ। ପାଖାପାଖି 30ରୁ ଅଧିକ ଲୋକ ଗୁରୁତର ଅବସ୍ଥା। ସମସ୍ତଙ୍କର ଚିକିତ୍ସା ଚାଲିଥାଏ। ଆଉ ତାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାଏ। ଆଉ ଏପଟେ ଲିପୁଙ୍କର ମଧ୍ୟ ସେନ୍ସ ଆସୁନଥାଏ। ସେହି ସମୟରେ ସ୍ତ୍ରୀ ଜଣକ କହିଲେ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ମୋ ସ୍ୱାମୀର କିଛି ଅସୁବିଧା ହୋଇନଥାଉ, ଗଲାବେଳୁ ମୋତେ କାହିଁ କେମିତି ଲାଗୁଛି, ମୁଁ ତାଙ୍କ ଅପେକ୍ଷାରେ ରହିଲି ପ୍ରଭୁ, ଏମିତି କହି ମୁଣ୍ଡିଆ ମାରିଲେ। ଏବଂ କିଛି ସମୟ ପରେ ଡାକ୍ତର ଚିକିତ୍ସା କଲା ପରେ ଲିପୁଙ୍କର ସେନ୍ସ ଆସିଲା ଏବଂ କହିଲେ, ତମେ ସୁସ୍ଥ ଅଛ, କିଛି ଅସୁବିଧା ହୋଇନାହିଁ ତମର। ଆଉ ସେହି ସମୟରେ ଲିପୁ କହିଲେ, ଆଉ ସବୁ ଭକ୍ତଙ୍କର କ'ଣ ହେଲା? ସେହି ସମୟରେ ଡାକ୍ତର କହିଲେ, ଧନ୍ୟ ତମେ ନିଜ କଥା ନ ପଚାରି ଅନ୍ୟ ଭକ୍ତଙ୍କ କଥା ପଚାରୁଛ। ସେହି ସମୟରେ ଲିପୁ କହିଲେ, ମୁଁ ଯେମିତି ସେମାନେ ବି ସେମିତି, ସେମାନେ ବି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ, ମୁଁ ଜାଣିଛି ଜଗା କାହାର କ୍ଷତି କରୁନଥିବ, ଏମିତି କହିଲେ। ଡାକ୍ତର ଜଣକ କହିଲେ, ହଁ ସମସ୍ତେ ସୁସ୍ଥ ଅଛନ୍ତି, କିନ୍ତୁ ଜଣଙ୍କର ଜୀବନ ଚାଲିଯାଇଛି। ଆଉ ସେଇ ଜଣକ ରାଜ୍ୟ ବାହାରର ଦର୍ଶନ କରିବା ପାଇଁ ଆସିଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ କଷ୍ଟ ହେଲା ଏବଂ ଶେଷରେ ତାଙ୍କ ଜୀବନ ଚାଲିଗଲା। ଲିପୁ ଜଣକୁ ଶୁଣିକି ମନ ଦୁଃଖ କଲେ ଏବଂ କହିଲେ, ହେ ପ୍ରଭୁ, ତୋର କି ଲୀଳା, ଭଗବାନ, ତୁ ଯାହା ହଉ ସମସ୍ତଙ୍କର ଜୀବନ ରକ୍ଷା କଲୁ, କିନ୍ତୁ ଜଣଙ୍କ ଜୀବନ ନେଇଗଲୁ, ଏମିତି କହି କାନ୍ଦି ପକାଉଥାନ୍ତି। ଏବଂ ଲିପୁ ଧୀରେ ଧୀରେ ଚାଲୁଥାନ୍ତି। ସେପଟେ ସ୍ତ୍ରୀ, ବାପା, ମା ସମସ୍ତେ ଅପେକ୍ଷା କରିଥାନ୍ତି। ରାତି 10ଟା ହେଲାଣି, କ'ଣ କରିବେ? ସେପଟେ କିଛି ଗାଡ଼ି ନାହିଁ, ଆଉ ଏତେ ଗହଳି ଭିତରେ କେମିତି ବା ଯିବେ? ଶେଷରେ ଜଣେ ଭକ୍ତ ଦେଖା ହେଲେ। କହିଲେ, ଆଜ୍ଞା ଆପଣ ସେଇ ନା, ଯେତେବେଳେ ଆପଣ ତଳେ ପଡ଼ିଯାଇଥିଲେ ମୁଁ ଆପଣଙ୍କୁ ଉଠେଇଥିଲି? ସେହି ସମୟରେ କହିଲେ, ହଁ ମୁଁ ଜାଣିପାରିଲି ଆପଣ ମୋତେ ଉଠେଇଥିଲେ, ମୁଁ ଜାଣିନଥିଲି, ମୁଁ ଖୋଜିଲି ପଛରେ ନଥିଲେ। ତାପରେ ସିଏ କହିଲେ, ଠିକ୍ ଅଛି ଚାଲ, ମୁଁ ତୁମକୁ ନେଇ ତୁମ ଘରେ ଛାଡ଼ିଦେବି, କିଛି ଅସୁବିଧା ହେବ ନାହିଁ। ସେହି ସମୟରେ ଛୋଟେଇ ଛୋଟେଇ ଯାଉଥାନ୍ତି। କହିଲେ, ମୋ ଗାଡ଼ି ଆଗରେ ରହିଛି, ଗାଡ଼ିରେ ବସିକି ମୁଁ ତୁମକୁ ଛାଡ଼ିଦେବି। ଗାଡ଼ିରେ ବସିଲେ ଏବଂ ଗାଡ଼ିରେ ବସିକି ଲିପୁ ଯାଉଥାନ୍ତି। ମନେ ମନେ ସ୍ତ୍ରୀ, ପୁଅ ଏବଂ ବାପା ମା' କଥା ଭାବୁଥାନ୍ତି। ହେ ପ୍ରଭୁ, ଜଣଙ୍କର ଜୀବନ ଚାଲିଗଲା। ଆଉ ଆଜି ବାପା ମା'ଙ୍କୁ ଏସବୁ କଥା କେମିତି ମୁଁ କହିବି, ମୁଁ କିଛି ଜାଣିପାରୁନି ପ୍ରଭୁ, ଏମିତି କହି କାନ୍ଦି ପକାଉଥାନ୍ତି। ସେପଟେ ଘରକୁ ଛାଡ଼ିଲେ ସେଇ ଭଦ୍ର ବ୍ୟକ୍ତି ଜଣକ। ତାପରେ ଘରକୁ ଛାଡ଼ିକି ପରେ ଆସିଲା ପରେ କହୁଛନ୍ତି, ଠିକ୍ ଅଛି ବାବା, ମୁଁ ଆସୁଛି ତାହେଲେ, ଏମିତି କହି ପଳେଇଲେ। ଆଉ ସେହି ସମୟରେ ଠିକ୍ ଲିପୁ ନିଜ ସ୍ତ୍ରୀକି ଆଣି ଦେଖାଉଥାନ୍ତି ସେଇ ଭଦ୍ର ବ୍ୟକ୍ତିକୁ, କିନ୍ତୁ ହଠାତ୍ ଉଭା ନେଇଗଲେ। ରାସ୍ତାରେ ମଧ୍ୟ କେଉଁଠି ଦେଖାଗଲେ ନାହିଁ। ନିଜ ସ୍ତ୍ରୀକୁ ସବୁ କଥା କହିଥାନ୍ତେ, ସେ କେମିତି ପଡ଼ିଲେ, ତାଙ୍କୁ କିଏ ଉଠାଇଲେ, ତାଙ୍କୁ କିଏ ଆଣିକି ଛାଡ଼ିଲେ, ଦେଖିଲା ବେଳକୁ ନାହାନ୍ତି। ଗୋଡ଼ ହାତ ତାଙ୍କର ଥରିଲା ଏବଂ ମନେ ମନେ ଭାବିଲେ, ଇଏ ହେଲେ ପ୍ରଭୁ ପ୍ରକୃତରେ ଜଗନ୍ନାଥ, ଜଗତରନାଥ ଜଗନ୍ନାଥ,
ମୁଁ ଏତେ ଦୂରରୁ ଆସିଥିଲି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଜଗନ୍ନାଥଙ୍କୁ ତ ଦର୍ଶନ କଲିନି, ଦୁଇ ଥର ତଳେ ପଡ଼ିଲି, ଆଉ ଶେଷରେ ମଧ୍ୟ ମେଡ଼ିକାଲରେ ଚିକିତ୍ସା ହେଲି। ଆଉ ଏତେ ଦୁଃଖ ଥାଇ ମଧ୍ୟ ଜଗନ୍ନାଥ ମୋତେ ଦର୍ଶନ କରିବା ପାଇଁ ଆସିଥିଲେ। ମୁଁ ଭାବୁଛି ଏ ନିଶ୍ଚିନ୍ତ ଜଗତର ନାଥ ଜଗନ୍ନାଥ ଏମିତି କହି କାନ୍ଦି ପକାଉଥାନ୍ତି ଏବଂ ଯେଉଁଠି ସେ ପାଦ ରଖିଥିଲେ ପାଦ ଧୂଳି ନେଇ ମୁଣ୍ଡିଆ ମାରି ପକାଇଲେ। ଆଉ ସ୍ତ୍ରୀ ବାପାଙ୍କୁ ସବୁ ସତ କଥା କହିଲେ। ଏମିତି ହୋଇଥିଲା ତାଙ୍କ ଜୀବନରେ। ପ୍ରକୃତରେ ଜଗନ୍ନାଥ ଜୀବନ୍ତ ଠାକୁର। ଆଉ ପ୍ରକୃତରେ ନିଜ ମନରୁ ଯିଏ ଭକ୍ତି କରିଥିବ ନା, ଭଗବାନ ନିଶ୍ଚିତ ତା ଡାକ ଶୁଣିବେ। କେବେ ବି ତାର କ୍ଷତି ହେବା ପାଇଁ ଚାହିଁବେନି, କେବେ ବି ତାର କୌଣସି ଅସୁବିଧା ହେବ ନାହିଁ। ଇଏ ହେଲା ଲିପୁଙ୍କର ଅନୁଭୂତି। ଆଉ ଆପଣମାନଙ୍କର ଯଦି କିଛି ଜଗନ୍ନାଥଙ୍କ ଅନୁଭୂତି ଅଛି, ନିଶ୍ଚିନ୍ତ ଆମର ମେଲ୍ ଆଇଡ଼ି ନହେଲେ କମେଣ୍ଟ ମାଧ୍ୟମରେ ଆପଣ ଲେଖି ଜଣାଇବେ। ଜୟ ଜଗନ୍ନାଥ।